ପୁରାତନ ପୌରାଣିକ କଥା ଅନୁସାରେ ଗୋଟିଏ ଦିନ ମା ଲକ୍ଷ୍ମୀ ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିରରୁ ବାହାରି ଲୋକମାନଙ୍କର ପୂଜା ଦେଖିବାକୁ ଗଲେ। ସେ ଚଣ୍ଡାଳ ଜାତିର ଶ୍ରେୟା ନାମକ ଜଣେ ମହିଳାଙ୍କ ଘରକୁ ପହଞ୍ଚିଲେ। ତାଙ୍କର ଦିବ୍ୟ ପୂଜା ପ୍ରସ୍ତୁତି ଓ ଅପାର ଭକ୍ତି ଦେଖି ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଗଲେ। ମା ଲକ୍ଷ୍ମୀ ତାଙ୍କ ସମ୍ମୁଖରେ ପ୍ରକଟ ହୋଇ ଶ୍ରେୟାଙ୍କୁ 1,00,000 ଗାଈ, ସନ୍ତାନ ସୁଖ, ଧନ ସମ୍ପତ୍ତି ଓ ଦୀର୍ଘ ଆୟୁଧାୟୀ ଆଶୀର୍ବାଦ ଦେଲେ। ସମୟରେ ଚଣ୍ଡାଳ ସମୁଦାୟକୁ ସମାଜର ସବୁଠାରୁ ଅଧିକ ଅସ୍ପୃଶ୍ୟ ଓ ଅବହେଳିତ ଭାବେ ଦେଖାଯାଉଥିଲା। ଯେତେବେଳେ ପ୍ରଭୁ ବଳରାମ ଏହା ଜାଣିଲେ ଯେ ମା ଲକ୍ଷ୍ମୀ ଚଣ୍ଡାଳ ମହିଳାଙ୍କ ଘରକୁ ଯାଇଛନ୍ତି, ସେ ବହୁତ କ୍ରୋଧିତ ହୋଇଗଲେ। ସେ କହିଲେ, ଯିଏ ସମାଜରେ ଅଶୁଦ୍ଧ ମନାଯାଏ, ତାଙ୍କ ଘରକୁ ଯାଇଥିବା ଲକ୍ଷ୍ମୀ ଆଉ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ପ୍ରଭୁ ଜଗନ୍ନାଥ ତାଙ୍କୁ ବୁଝେଇବାକୁ ଚେଷ୍ଟା କଲେ, କିନ୍ତୁ ପ୍ରଭୁ ବଳରାମ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ। ସେ କହିଲେ, ଯଦି ଲକ୍ଷ୍ମୀକୁ ମନ୍ଦିରକୁ ପ୍ରବେଶ ଦିଆଯାଏ, ତେବେ ସେ ନିଜ ମନ୍ଦିର ଛାଡ଼ି ଚାଲିଯିବେ। ଭାଇଙ୍କ ଆଦେଶ ମାନି ଜଗନ୍ନାଥଜୀ ମା ଲକ୍ଷ୍ମୀକୁ କହିଦେଲେ ଯେ ସେ ଆଉ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ଏହା ଶୁଣି ମା ଲକ୍ଷ୍ମୀ ଅତ୍ୟନ୍ତ ଦୁଃଖିତ ଓ କ୍ରୋଧିତ ହେଲେ। ସେ କହିଲେ, ବିବାହ ସମୟରେ ଆପଣ ମୋ ପିତାଙ୍କୁ ପ୍ରତିଜ୍ଞା କରିଥିଲେ ଯେ ମୋ ସମସ୍ତ ଭୁଲକୁ କ୍ଷମା କରିବେ। ମୁଁ କୌଣସି ପାପ କରିନାହିଁ। ମୁଁ ମୋ ଭକ୍ତମାନଙ୍କୁ ଦୟା କରିଛି। ସେଥିରେ ଅପରାଧ କ'ଣ? ତାପରେ ସେ କ୍ରୋଧରେ ଜଗନ୍ନାଥ ଓ ବଳରାମଙ୍କୁ 12 ବର୍ଷ ପର୍ଯ୍ୟନ୍ତ ଦରିଦ୍ର ରହିବାର ଶାପ ଦେଲେ, ଯେ ସେମାନେ ଖାଦ୍ୟ ପର୍ଯ୍ୟନ୍ତ ପାଇବେ ନାହିଁ। ମା ଲକ୍ଷ୍ମୀ ମନ୍ଦିର ଛାଡ଼ିଦେବା ସହିତ ରତ୍ନଭଣ୍ଡାର ଓ ଭୋଜନ ଭଣ୍ଡାର ସମ୍ପୂର୍ଣ୍ଣ ଶୂନ ହୋଇଗଲା। ଦୁଇ ଭାଇ ଭିକ୍ଷା ମାଗି ଜୀବନ ଚଳାଇଲେ। କିନ୍ତୁ ଯେଉଁ ଘରେ ଖାଉଥିଲେ, ସେଠାରେ ଖାଦ୍ୟ ଶେଷ ହୋଇଯାଉଥିଲା। ତେଣୁ ଲୋକମାନେ ମଧ୍ୟ ତାଙ୍କୁ ଭିକ୍ଷା ଦେବା ବନ୍ଦ କରିଦେଲେ। 12 ବର୍ଷ ଭ୍ରମଣ ପରେ ଗୋଟିଏ ଦିନ ସେମାନେ କିଛି ଲୋକଙ୍କୁ ଦେଖିଲେ, ଯେଉଁମାନେ ତୃପ୍ତ ମୁହଁରେ ଏକ ଦିଗରୁ ଆସୁଥିଲେ। ଜାଣିବା ପରେ ସେମାନେ ଜାଣିଲେ ଯେ ଚଣ୍ଡାଳ ସମୁଦାୟର ଗୋଟିଏ ଘରେ ଦାନ ମିଳୁଛି। ଦୁଇ ଭାଇ ସେଠାକୁ ଗଲେ। ଘର ମାଲିକ ଖୁସି ଖୁସି ଖାଇବାକୁ ଦେବାକୁ ପ୍ରସ୍ତୁତ ହେଲେ, କିନ୍ତୁ ବଳରାମ ଚଣ୍ଡାଳଙ୍କ ହାତର ଖାଦ୍ୟ ଖାଇବାକୁ ମନା କରିଦେଲେ। ସେ କହିଲେ, ଆମକୁ ରାନ୍ଧିବା ସାମଗ୍ରୀ ଦିଅ, ଆମେ ନିଜେ ରାନ୍ଧିବୁ। ସମସ୍ତ ସାମଗ୍ରୀ ଆଣି ଦିଆଗଲା। ବଳରାମ ସ୍ନାନ କରିବାକୁ ଚାଲିଗଲେ ଏବଂ ପ୍ରଭୁ ଜଗନ୍ନାଥଙ୍କୁ ରାନ୍ଧିବାକୁ କହିଲେ। ପ୍ରଭୁ ଜଗନ୍ନାଥ ରାନ୍ଧିବାକୁ ଚେଷ୍ଟା କଲେ, କିନ୍ତୁ କାଠ ଜଳିଲା ନାହିଁ। ସ୍ନାନ ସାରି ବଳରାମ ଫେରିଲେ ଓ ଦେଖିଲେ, ଏ ପର୍ଯ୍ୟନ୍ତ କାଠ ମଧ୍ୟ ଜଳିନାହିଁ। ସେ ଆଶ୍ଚର୍ଯ୍ୟରେ କହିଲେ, ତୁମେ ଏ ପର୍ଯ୍ୟନ୍ତ ନିଆଁ ମଧ୍ୟ ଜଳାଇନାହଁ? ମୁଁ ସ୍ନାନ କରି ସେଇଥିରୁ ଫେରି ଆସିଛି ଭାଇ। ମୁଁ ବହୁତ ସମୟ ଧରି କାଠ ଜଳାଇବାକୁ ଚେଷ୍ଟା କରୁଛି, କିନ୍ତୁ କାଠରେ ନିଆଁ ଧରୁନାହିଁ। ଏହା ସବୁ ଭୋକର କାରଣରୁ ହେଉଛି। ଭୋକ ହେବାରୁ ତୁମ ହାତର ଶକ୍ତି କମିଯାଉଛି। ଆଣ, କାଠ ମୋତେ ଦିଅ, ମୁଁ ଜଳାଇ ଦେଖେ। ପ୍ରଭୁ ବଳରାମ କାଠ ଜଳାଇବାକୁ ଚେଷ୍ଟା କଲେ, କିନ୍ତୁ ସେଠାରେ ମଧ୍ୟ ନିଆଁ ଧରିଲା ନାହିଁ। କିଛି ସମୟ ପରେ ଘର ଭିତରେ ଧୂଆଁ ଭରିଗଲା। ଏଥିରୁ ଦୁଇ ଭାଇଙ୍କ ଆଖି ଜଳିବାକୁ ଲାଗିଲା ଏବଂ ପାଣି ବୋହିଲା। ସେମାନେ ଘରୁ ବାହାରି ଆସିଲେ। ଭାଇ, ଲାଗୁଛି କାଠଗୁଡ଼ିକ ଓଦା ଥିଲା, ସେଥିପାଇଁ ଧୂଆଁ ହେଲା। ଆମେ ଭିକ୍ଷାରେ ରୋଷେଇ ଖାଦ୍ୟ ନେଇଯିବା ଉଚିତ। କମ୍ରେ କମ୍ ଆମର ଭୋକ ତ ଶାନ୍ତ ହେବ, ନହେଲେ ଏହି ଖାଦ୍ୟ ମଧ୍ୟ ହାତରୁ ଚାଲିଯିବ। ହଁ, ଏବେ ଆମ ପାଖରେ ଆଉ କୌଣସି ଉପାୟ ନାହିଁ। ଠିକ୍ ଅଛି,
ଆମେ ସେଇ ଘରୁ ପକ୍କା ଖାଦ୍ୟ ନେବା। ତାପରେ ଭଗବାନ ଜଗନ୍ନାଥ ଓ ଭଗବାନ ବଳରାମ ସେଇ ଘରର ମାଲିକଙ୍କ ଠାରୁ ରୋଷେଇ ଖାଦ୍ୟ ମାଗିଲେ। ଘରର ମାଲିକ ସହମତି ଦେଲେ ଏବଂ ଚାକରମାନଙ୍କୁ ଖାଦ୍ୟ ପରଷିବାକୁ କହିଲେ। ସେମାନେ ଖାଇବା ଆରମ୍ଭ କରିବା ସହିତ ତାହାକୁ ବହୁତ ସୁସ୍ୱାଦୁ ଲାଗିଲା। ବାସ୍ତବରେ ସେମାନଙ୍କୁ ସେଇ ଖାଦ୍ୟ ଏମିତି ଲାଗିଲା ଯେମିତି ମାତା ଲକ୍ଷ୍ମୀ ମନ୍ଦିରରେ ତିଆରି କରନ୍ତି। ତେବେ ଜଗନ୍ନାଥ ଓ ବଳରାମଙ୍କୁ ଅନୁଭବ ହେଲା ଯେ ଏହି ଘରରେ ନିଶ୍ଚୟ ଲକ୍ଷ୍ମୀ ମା ନିବାସ କରୁଛନ୍ତି। ଆମେ ଲକ୍ଷ୍ମୀଙ୍କଠାରେ କ୍ଷମା ମାଗିବା ଉଚିତ। ଆମେ ତାଙ୍କ ସହିତ ବହୁତ ଭୁଲ କରିଛୁ। ଆପଣ ଠିକ୍ କହିଛନ୍ତି ଭାଇ। ଆମେ ଲକ୍ଷ୍ମୀଙ୍କଠାରେ କ୍ଷମା ମାଗିବୁ। ପ୍ରଭୁ ବଳରାମ ଓ ପ୍ରଭୁ ଜଗନ୍ନାଥଙ୍କୁ ସେଇ ଘରରୁ ଖାଦ୍ୟ ମିଳିଲା ଯାହାକୁ ସେମାନେ ପୂର୍ବେ ଛୁଆଁ ବୋଲି କହିଥିଲେ। ଆଜି ସେଇ ଘରେ ସେମାନଙ୍କ 12 ବର୍ଷର ଭୋକ ଶାନ୍ତ ହେଲା। ଦୁହେଁ ନିଜ ଭୁଲକୁ ଅନୁଭବ କଲେ। ତାପରେ ସେମାନେ ଲକ୍ଷ୍ମୀ ମାଙ୍କ ପାଖକୁ ଯାଇ କ୍ଷମା ମାଗିଲେ ଏବଂ ତାଙ୍କୁ ମନ୍ଦିରକୁ ନେଇ ଆସିଲେ। ବାସ୍ତବରେ ଏହି ସମସ୍ତ ଲୀଳା ଭଗବାନ ଜଗନ୍ନାଥ, ବଳରାମ ଓ ଲକ୍ଷ୍ମୀ ମାଙ୍କ ଦ୍ୱାରା ରଚିତ ଥିଲା। ଏହି ଘଟଣା ମାଧ୍ୟମରେ ସେମାନେ ମାନବ ଜାତିକୁ ଏହି ସନ୍ଦେଶ ଦେବାକୁ ଚାହିଁଥିଲେ ଯେ ଭଗବାନଙ୍କ ପାଇଁ କୌଣସି ଜାତି ଉଚ୍ଚ କିମ୍ବା ନିମ୍ନ ନୁହେଁ। ସମସ୍ତ ଭକ୍ତ ତାଙ୍କ ପାଖରେ ସମାନ। ଭଗବାନ ଜଗନ୍ନାଥଙ୍କ ମନ୍ଦିରରେ ଦର୍ଶନ ପାଇଁ କୌଣସି ଭକ୍ତ ଯାଇପାରେ। ତାଙ୍କର ମନ୍ଦିରର ଦ୍ୱାର ସଦା ସମସ୍ତ ଭକ୍ତଙ୍କ ପାଇଁ ଖୋଲା ରହିଥାଏ। ଜଗନ୍ନାଥ ପୁରୀ ମନ୍ଦିରର ଭଗବାନ ଜଗନ୍ନାଥ ତାଙ୍କ ଭାଇ ଭଗବାନ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସମର୍ପିତ ଏକ ପବିତ୍ର ମନ୍ଦିର। ଭଗବାନ ଶ୍ରୀକୃଷ୍ଣଙ୍କର ଏମିତି ଅନେକ ମଧୁର ଲୀଳା ଅଛି। ଶାସ୍ତ୍ରଗୁଡ଼ିକରେ ଯେପରି ଉଲ୍ଲେଖ ମିଳେ ସେହିପରି ଜଗନ୍ନାଥ ପୁରୀରେ ଘଟିଥିବା ଏକ ଅଦ୍ଭୁତ ଓ ଚମତ୍କାରୀ ଲୀଳାର କାରଣରୁ ଭଗବାନଙ୍କ ଜଗନ୍ନାଥଙ୍କୁ ଭୋଜନ ପରେ ପାନ ଭୋଗ ଅର୍ପଣ କରିବାର ପ୍ରଥା ଆରମ୍ଭ ହୋଇଥିଲା। ହିନ୍ଦୁ କଥା କାହାଣୀ ଅନୁସାରେ ଜଗନ୍ନାଥ ପୁରୀର ସିଂହଦ୍ୱାର ନିକଟରେ ପ୍ରଭୁ ଦାସ ନାମକ ଜଣେ ପାନ ବ୍ୟବସାୟୀଙ୍କ ଘର ଥିଲା। ପ୍ରଭୁ ଦାସ ପାନ ତିଆରି କରି ବିକ୍ରି କରୁଥିଲେ। ପ୍ରତିଦିନ ସନ୍ଧ୍ୟାବେଳେ ସେ ଭଗବାନ ଜଗନ୍ନାଥଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ। ସେ ଦେଖୁଥିଲେ ଯେ ପ୍ରତିଦିନ ଭଗବାନଙ୍କୁ ଅନେକ ପ୍ରକାରର ସୁସ୍ୱାଦୁ ଭୋଗ ଅର୍ପଣ କରାଯାଉଛି, କିନ୍ତୁ ପାନର ଭୋଗ କାହିଁକି ଦିଆଯାଉନାହିଁ? ଏହି ପ୍ରଶ୍ନ ସଦା ତାଙ୍କ ମନରେ ଘୁରୁଥିଲା। ସେ ନିତ୍ୟ ଭଗବାନ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିଲେ ଏବଂ ଭାବୁଥିଲେ ମୋତେ କେବେ ପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳିବ। ଏକ ରାତି ପ୍ରଭୁ ଦାସ ତାଙ୍କ ଝୁପୁଡ଼ି ଘରେ ଶୋଇବାକୁ ପ୍ରସ୍ତୁତ ହେଉଥିବା ବେଳେ ସେଠାକୁ 2 ଜଣ ସୁନ୍ଦର ଯୁବକ ଆସିଲେ। ସେମାନଙ୍କର ଘୁଞ୍ଚାଳା କେଶ, କାନରେ କୁଣ୍ଡଳ ଓ ଚମକୁଥିବା ବସ୍ତ୍ର ଥିଲା। ସେମାନଙ୍କ ରୂପ ଏତେ ମନୋହର ଥିଲା ଯେ କେହି ଦେଖିଲେ ମନ ମୋହିତ ହୋଇଯିବ। ସେମାନେ ପ୍ରଭୁ ଦାସଙ୍କୁ ପାନ ଖାଇବାକୁ ଦେବା ପାଇଁ କହିଲେ। ତାହାପରେ ଅନେକ ଦିନ ପର୍ଯ୍ୟନ୍ତ ସେହି 2 ଯୁବକ ପ୍ରତି ରାତି ପ୍ରଭୁ ଦାସଙ୍କ ଝୁପୁଡ଼ିକୁ ଆସି ପାନ ଖାଉଥିଲେ ଏବଂ ପ୍ରଭୁ ଦାସ ସେମାନଙ୍କୁ ଆଦର ସହ ପାନ ଖୁଆଉଥିଲେ। ଏକ ଦିନ ମନ୍ଦିରରେ ସେବକ ବଳରାମ ଦାସ, ଯିଏ ଭଗବାନ ଜଗନ୍ନାଥଙ୍କର ଅତ୍ୟନ୍ତ ଭକ୍ତ ଥିଲେ, ମଧ୍ୟରାତ୍ରି ସମୟରେ
ସିଂହଦ୍ୱାର ନିକଟରେ ପ୍ରଭୁ ନାମ ଜପ କରୁ କରୁ ଘୂରୁଥିଲେ। ସେତେବେଳେ ତାଙ୍କର ଦୃଷ୍ଟି ସେହି ଦୁଇ ଯୁବକଙ୍କ ଉପରେ ପଡ଼ିଲା। ସେମାନେ ପ୍ରଭୁ ଦାସଙ୍କ ଝୁପୁଡ଼ିରୁ ବାହାରୁଥିଲେ। ସେ ମନେ ମନେ ଭାବିଲେ, ଏ ଦୁଇ ଜଣ ଯୁବକ କିଏ? ଏତେ ରାତିରେ ଏଠାରେ କ'ଣ କରୁଛନ୍ତି? ମୁଁ ତ ପୂର୍ବେ କେବେ ଏମାନଙ୍କୁ ମନ୍ଦିର ପାଖାପାଖି ଦେଖିନଥିଲି। ପ୍ରଥମ ଦିନ ସେ ବିଶେଷ ଧ୍ୟାନ ଦେଲେ ନାହିଁ, କିନ୍ତୁ ପରବର୍ତ୍ତୀ ଦିନଗୁଡ଼ିକରେ ସେ ପ୍ରତିଦିନ ସେମାନଙ୍କୁ ଦେଖିବାକୁ ଲାଗିଲେ। ତେଣୁ ଶେଷରେ ସେ ପ୍ରଭୁ ଦାସଙ୍କୁ ପଚାରିବାକୁ ଠିକ୍ କଲେ। ବଳରାମ ଦାସ ପ୍ରଭୁ ଦାସଙ୍କ ଝୁପୁଡ଼ିକୁ ଯାଇ ସେହି ଯୁବକମାନଙ୍କ ବିଷୟରେ ପଚାରିଲେ। ତେବେ ସେ ଜାଣିଲେ ଯେ ପ୍ରଭୁ ଦାସ ସେମାନଙ୍କୁ ପ୍ରତିଦିନ ମାଗଣାରେ ପାନ ଦେଉଛନ୍ତି। ପ୍ରଭୁ ଦାସ କହିଲେ, ହେ ବଳରାମ ଦାସଜୀ, ମୁଁ ମଧ୍ୟ ଜାଣିନି କାହିଁକି ଏମିତି ହେଉଛି। ସେମାନଙ୍କର ସୁନ୍ଦର ରୂପରେ କିଛି ଏମିତି ଆକର୍ଷଣ ଅଛି ଯେ ମୁଁ ତାଙ୍କୁ ଦେଖିଲେ ଦାମ୍ ନେବାକୁ ଭୁଲିଯାଏ। ସେମାନଙ୍କର ମନମୋହକ ରୂପ ଦେଖି ମୁଁ ନିଜକୁ ଭୁଲିଯାଏ ଏବଂ ସେମାନେ କେବେ ଚାଲିଯାଆନ୍ତି। ମୋତେ ଜଣା ମଧ୍ୟ ପଡ଼େ ନାହିଁ। ଏହା ଶୁଣି ବଳରାମ ଦାସ ଆଶ୍ଚର୍ଯ୍ୟଚକିତ ହୋଇ କହିଲେ, ପ୍ରଭୁ ଦାସ, ତୁମ କଥା ଶୁଣି ମୁଁ ନିଶ୍ଚୟ ହେଉଛି। ଏତେ ଦିନ ଧରି ତୁମେ ସେମାନଙ୍କୁ ପାନ ଖୁଆଉଛ ଏବଂ ଦାମ୍ ମଧ୍ୟ ନେଉନାହଁ। ଏମିତି ଦୋକାନୀ ମୁଁ ପ୍ରଥମେ ଦେଖୁଛି। ଏଭଳି ହେଲେ ତ ତୁମର ବହୁତ କ୍ଷତି ହେବ। ପ୍ରଭୁ ଦାସ କହିଲେ, ଆପଣ ଠିକ୍ କହୁଛନ୍ତି। ମୁଁ ଏ ବିଷୟରେ କେବେ ଭାବିନଥିଲି। ଏବେ ମୁଁ କ'ଣ କରିବି? ବଳରାମ ଦାସ କହିଲେ, ଆସନ୍ତାକାଲି ଯଦି ସେମାନେ ପୁଣି ଆସନ୍ତି, ତେବେ ତୁମେ ସେମାନଙ୍କୁ ଦାମ୍ ମାଗିବ। ଯଦି ସେମାନେ ଦାମ୍ ନ ଦିଅନ୍ତି, ତେବେ ସେମାନଙ୍କ ଚାଦରକୁ ଭଲ ଭାବରେ ରଖିନେବ ଏବଂ କହିବ, ଦାମ୍ ନ ଦେବା ପର୍ଯ୍ୟନ୍ତ ଚାଦର ଫେରାଇ ପାରିବେ ନାହିଁ। ବଳରାମ ଦାସଙ୍କ କଥା ପ୍ରଭୁ ଦାସଙ୍କୁ ଭଲ ଲାଗିଲା। ପରଦିନ ସେହି ଦୁଇ ଯୁବକ ପୁଣି ଆସିଲେ। ପ୍ରଭୁ ଦାସ ସେମାନଙ୍କୁ ପାନ ଦେବା ପରେ କହିଲେ, ତୁମେ ଏତେ ଦିନ ଧରି ପାନ ଖାଇ ଯାଉଛ, କିନ୍ତୁ ମୁଁ ଦାମ୍ ମାଗିବାକୁ ଭୁଲି ଯାଉଥିଲି। ଆଜି ତୁମେ ଦାମ୍ ନ ଦେଇ ଯାଇପାରିବ ନାହିଁ। ମୁଁ ତୁମକୁ ବହୁତ ଦିନ ଧରି ମାଗଣାରେ ପାନ ଦେଇଛି। ସେହି ଯୁବକମାନେ କହିଲେ, ବର୍ତ୍ତମାନ ଆମ ପାଖରେ ଟଙ୍କା ନାହିଁ। କାଲି ଆସିବା ବେଳେ ଆମେ ବହୁତ ସାରା ଧାନ ଆଣିଦେବୁ। ଏବେ ଆମକୁ ଯିବାକୁ ପଡ଼ିବ। ନା, ମୁଁ ତୁମ ଦୁଇ ଜଣଙ୍କୁ ଏଭଳି ଯିବାକୁ ଦେବି ନାହିଁ। ପ୍ରଥମେ ମୋତେ ଦାମ୍ ଦେଇ ଯିବାକୁ ପଡ଼ିବ, ନହେଲେ ମୁଁ ତୁମମାନଙ୍କୁ ଏଠାରୁ ଛାଡ଼ିବି ନାହିଁ। ତେବେ ସେହି ଦୁଇ ଜଣ ଯୁବକ କହିଲେ, ଆମର ଏବେ ଯିବା ଅତ୍ୟନ୍ତ ଆବଶ୍ୟକ। ଆମେ କାଲି ତୁମ ପାଖକୁ ବହୁତ ସାରା ଧନ ନେଇ ଆସିବୁ। ଦୟାକରି ଆମ ଉପରେ ବିଶ୍ୱାସ କର। ପ୍ରଭୁ ଦାସ କହିଲେ, ଠିକ୍ ଅଛି। ଯଦି ତୁମେ ଏବେ ଦାନ ନ ଦେଇ ଯିବାକୁ ଚାହୁଁଛ, ତେବେ ତୁମ ଚାଦର ଦୁଇଟି ମୋ ପାଖରେ ରଖିଦିଅ। କାଲି ଯେତେବେଳେ ଦାମ୍ ନେଇ ଆସିବ, ମୁଁ ତୁମକୁ ଚାଦର ଫେରାଇ ଦେବି। ପ୍ରଭୁ ଦାସଙ୍କ କଥା ଶୁଣି ସେ ଦୁଇ ଜଣ ଯୁବକ ନିଜ ନିଜ କାନ୍ଧରୁ ଚାଦର ଖୋଲି ପ୍ରଭୁ ଦାସଙ୍କୁ ଦେଇଦେଲେ ଏବଂ ସେଠାରୁ ଚାଲିଗଲେ। ପରଦିନ ସକାଳେ ଯେତେବେଳେ ଶ୍ରୀଜଗନ୍ନାଥ ମନ୍ଦିରର ଦ୍ୱାର ଖୋଲିଲା, ପୂଜାରୀମାନେ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଭଗବାନ ଜଗନ୍ନାଥ ଓ ବଳଭଦ୍ରଙ୍କ ଶରୀରରେ ଯେଉଁ ଶ୍ୱେତ ଚାଦର ଥିଲା, ସେଗୁଡ଼ିକ ହଠାତ୍ ଗାୟବ ଥିଲା। ଏହି କଥା ସାରା ସହରରେ ପ୍ରଚାର ହୋଇଗଲା ଏବଂ ଶେଷରେ ରାଜା ପ୍ରତାପରୁଦ୍ରଦେବଙ୍କ ପାଖକୁ ପହଞ୍ଚିଲା। ରାଜା ସମସ୍ତ ମନ୍ଦିର ସେବକଙ୍କୁ ଡାକି
ଦଣ୍ଡ ଦେବା ପାଇଁ ଆଦେଶ ଦେଲେ। ଭଗବାନ ନିଜ ଭକ୍ତଙ୍କୁ ଦଣ୍ଡ ମିଳିବାକୁ କିପରି ପାରିବେ? ସେ ରାତିରେ ଭଗବାନ ଜଗନ୍ନାଥ ବଳରାମ ଦାସଙ୍କ ସ୍ୱପ୍ନରେ ଦର୍ଶନ ଦେଇ ସମସ୍ତ କଥା କହିଦେଲେ। ସକାଳେ ବଳରାମ ଦାସ ରାଜା ପ୍ରତାପରୁଦ୍ରଦେବଙ୍କୁ ସମସ୍ତ କଥା କହିଲେ। ଏହା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଆଦେଶ ଦେଲେ, ଆଜିଠାରୁ ମନ୍ଦିରରେ ଭଗବାନଙ୍କୁ ରାତିର ଭୋଜନ ପରେ ପାନ ଭୋଗ ଦିଆଯିବ। ତାପରେ ରାଜା ସ୍ୱୟଂ ପ୍ରଭୁ ଦାସଙ୍କ କୁଡ଼ିଆକୁ ଯାଇ ତାଙ୍କୁ ଦେଖିଲେ। ସମସ୍ତ କଥା ଜାଣି ପ୍ରଭୁ ଦାସଙ୍କ ଆଖିରୁ ଅଶ୍ରୁ ଝରି ପଡ଼ିଲା। ସେ ଜାଣିଲେ ଯେ ସେ ଯେଉଁ 2 ଜଣ ଯୁବକଙ୍କୁ ପାନ ଦେଇଥିଲେ ସେମାନେ ସ୍ୱୟଂ ଭଗବାନ ଜଗନ୍ନାଥ ଓ ବଳଭଦ୍ର ଥିଲେ। ତାଙ୍କର ଭକ୍ତି ଓ ପ୍ରେମକୁ ଭଗବାନ ସ୍ୱୀକାର କରିଥିଲେ। ତାପରେ ପ୍ରଭୁ ଦାସ ସେଇ ଚାଦର 2ଟି ନେଇ ସ୍ୱୟଂ ମନ୍ଦିରକୁ ଯାଇ ଭଗବାନଙ୍କୁ ଅର୍ପଣ କଲେ। ଏହା ଦେଖି ସମସ୍ତେ ତାଙ୍କର ଅପାର ଭକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କୁହାଯାଏ, ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ରାତ୍ରି ଭୋଜନ ପରେ ପାନ ଭୋଗ ଦେବାର ପ୍ରଥା ଚାଲିଛି। ଭଗବାନ ଜଗନ୍ନାଥଙ୍କର ଚମତ୍କାର ଯେତେ ବର୍ଣ୍ଣନା କଲେ ମଧ୍ୟ ଭଗବାନ ତାଙ୍କର ଭକ୍ତଙ୍କ ପ୍ରେମର ଗୋଟିଏ ଗ୍ଲାସ ଭୋଜନରେ ମଧ୍ୟ ପ୍ରସନ୍ନ ହୋଇଯାଆନ୍ତି। ଯଦି ଭକ୍ତ ସତ୍ୟ ହୃଦୟରୁ ପ୍ରାର୍ଥନା କରେ, ସେ ପ୍ରାର୍ଥନା ନିଶ୍ଚୟ ଭଗବାନଙ୍କ ପାଖକୁ ପହଞ୍ଚେ। ସେହିପାଇଁ ଆମେ ସଦା ସମୟରେ ଈଶ୍ୱରଙ୍କ ସ୍ମରଣ କରିବା ଉଚିତ, କାରଣ ଭଗବାନ ନିଜ ଭକ୍ତଙ୍କୁ କେବେ ନା କେବେ କିଛି ନା କିଛି ରୂପରେ ଦର୍ଶନ ଦେଇ ଉଦ୍ଧାର କରନ୍ତି।